ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଲୋକଙ୍କ ସମସ୍ୟାର ସମାଧାନ ନେଇ ଯୁବନେତା ବିକ୍ରମ ପଣ୍ଡା ଚଳିତ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ଏହି ନିର୍ବାଚନ ମଣ୍ଡଳୀର ମତଦାତାମାନେ ତାଙ୍କୁ ଆସ୍ଥା ପ୍ରକଟ କରିଥିଲେ ଓ ସେ 4,695ଟି ଭୋଟ ପାଇଥିଲେ। ତେବେ ନିର୍ବାଚିତ ହୋଇପାରି ନଥିଲେ ବି ସମସ୍ତ ମତଦାତାଙ୍କୁ ସେମାନଙ୍କର ସମର୍ଥନ ପାଇଁ ବିକ୍ରମ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କୃତଜ୍ଞତା ଜଣାଇଛନ୍ତି। ବିଗତ ଦିନରେ ଲୋକଙ୍କ ସହ ଥିଲେ ଓ ରହିବେ ବୋଲି ସେ ପ୍ରକାଶ କରିଛନ୍ତି। ବିଗତ ଦିନରେ ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିକ୍ରମ ଛାତ୍ର କଂଗ୍ରେସର ସଭାପତି, ଜିଲ୍ଲା ଯୁବ କଂଗ୍ରେସର ସଭାପତି, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପରେ 2019 ଏବଂ 2020 ସଦର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନର ପ୍ରତିଦ୍ୱନ୍ଦ୍ୱିତା କରିବାର ସମସ୍ତ ସମ୍ଭାବନା ଥିବାବେଳେ ତାଙ୍କୁ ଏଥିପାଇଁ ସୁଯୋଗ ମିଳିନଥିଲା। ତଥାପି ସଦର ନିର୍ବାଚନ ମଣ୍ଡଳୀର ଲୋକଙ୍କ ମୌଳିକ ସମସ୍ୟା ନେଇ ବିଭିନ୍ନ ସମୟରେ ଅଣ୍ଟା ଭିଡ଼ିଥିଲେ। ତେବେ ଲୋକଙ୍କ ସମର୍ଥନ ପାଇଁ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହେବାର ସୁଯୋଗ ପାଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ନିର୍ବାଚନରେ ବ୍ୟାପକ କଡ଼ା ଟଙ୍କା ବଣ୍ଟନ ଯୋଗୁଁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା ବୋଲି କହିବା ସହ ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳବାସୀଙ୍କ ସମର୍ଥନ ପାଇଁ ଭୋଟରମାନଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଗତକାଲି ଲୋକଙ୍କ ସହ ଥିଲେ ଏବଂ ଆଗାମୀ ଦିନରେ ରହିବେ ବୋଲି ବିକ୍ରମ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ଦେଖନ୍ତୁ, ଆମେ 2024 ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢ଼ୁଥିଲୁ। ଆମେ ବାରମ୍ବାର କଥା ମଧ୍ୟ କହିଛୁ, 2020ରୁ 2024 4 ବର୍ଷ ଯେଉଁ ପରିଶ୍ରମ କରିଛୁ, ଯେଉଁ ଅକ୍ଳାନ୍ତ ଚେଷ୍ଟା କରିଛୁ ଏ ନିର୍ବାଚନ ମଣ୍ଡଳୀ ସମସ୍ୟାକୁ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ, ତ ଫଳସ୍ୱରୂପ ଆମେ ନିର୍ବାଚନ ଲଢ଼ିବା ପାଇଁ ଅବତୀର୍ଣ୍ଣ ହୋଇଥିଲୁ ମଇଦାନରେ ଏବଂ ଲଢ଼ିଥିଲୁ। ଏ ନିର୍ବାଚନରେ କଳା ଟଙ୍କାର ବ୍ୟାପକ ବଣ୍ଟନ ଏବଂ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଯେଉଁ 5,000 ଭୋଟର ଭାଇ ଭଉଣୀ ମୋ ଉପରେ ଆସ୍ଥା ରଖିକି ମୋତେ ଭୋଟ ଦେଇଛନ୍ତି, ମୁଁ ତାଙ୍କୁ ଆଜି ସର୍ବପ୍ରଥମେ ଧନ୍ୟବାଦ ଜ୍ଞାପନ କରୁଛି, କୃତଜ୍ଞତା ଜ୍ଞାପନ କରୁଛି ଏବଂ ସେମାନଙ୍କ ପାଖରେ ମୁଁ ଚିରଋଣୀ। ଏବଂ ଦ୍ୱିତୀୟରେ ଯେଉଁମାନେ ଆମକୁ ଭୋଟ ଦେଇନାହାନ୍ତି ତାଙ୍କୁ ମୁଁ ନମସ୍କାର କରିବି ଏବଂ ବିନମ୍ର ନିବେଦନ କରୁଛି, ପ୍ରତିଶ୍ରୁତି ଦେବା ପାଇଁ ଚାହେଁ, ଦୃଢ଼ ପ୍ରତିଶ୍ରୁତି ଯେ ମୁଁ ଏ ନିର୍ବାଚନ ମଣ୍ଡଳୀ ସହ ଥିଲି, ଅଛି ଏବଂ ଆଗାମୀ 25 ବର୍ଷ ପର୍ଯ୍ୟନ୍ତ ରହିବି, ଯେଉଁ କଥା ମୁଁ ବିଭିନ୍ନ ସଭା ସମିତିରେ ଗଲା ବର୍ଷ ମାନଙ୍କରେ କହିଛି। ଏବଂ ସର୍ବଶେଷରେ ଗଣମାଧ୍ୟମର ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି, କୃତଜ୍ଞତା ମଧ୍ୟ ଜ୍ଞାପନ କରୁଛି ଯେ ସେମାନେ ମୋ ସାଙ୍ଗରେ ଗଲା 4 ବର୍ଷ ଭିତରେ ଯେଉଁ ଅକୁଣ୍ଠ ସମର୍ଥନ ଦେଇଛନ୍ତି, ସେ ସମର୍ଥନ ଆଗକୁ ଜାରି ରହିବ ଏ ଆଶା ଓ ବିଶ୍ୱାସ ମୁଁ ଆଉଥରେ ସମସ୍ତଙ୍କୁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି। ଏବଂ ଏ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଯତ୍ପରୋତ ନାସ୍ତି ଉଦ୍ୟମ ରହିବ ଏବଂ ଗଣତାନ୍ତ୍ରିକ ଲଢ଼େଇ ହେବ, ରାଜନୈତିକ ଲଢ଼େଇ ହେବ, କୌଣସି ସାଲିସ କରାଯିବ ନାହିଁ ଆଗାମୀ ଦିନମାନଙ୍କରେ ୟାକୁ ଆଗକୁ ନେବା ପାଇଁ।